ପାଇପ୍ ଦିଟା ଯିବ ଏଇ ପାଇପ୍ ଦିଟା ଯିବ ଆଉ ଖାଇସାରିକି ଆସିଲା ପରେ ଏବେ କଣ୍ଟିନ୍ୟୁସ୍ ଚାଲିଛି। ଏବେ ହେଲାଣି ଦେଖନ୍ତୁ ଟାଇମ୍ ପାଖାପାଖି ଭାଇ ମାନେ ଆଉ ପାଇପ୍ ଦିଟାର ଜରୁରତ ହେଲା ତ ଏନା ଯାଉଛି ଆମର ପୁଣି ଷ୍ଟୋର ରୁମକୁ ଯାଉଛି ପାଇପ୍ ଦିଟା ଆଣିବାକୁ। ତ ଭାଇ ମାନେ ଜୟ ଜଗନ୍ନାଥ, ସ୍ୱାଗତ କରୁଛି ମୋର ପୁଣି ଗୋଟେ ନୂଆ ଭିଡ଼ିଓକୁ। ଆଶା କରୁଛି ଆପଣମାନେ ବହୁତ ଭଲ ଥିବେ। ଆଉ ଆଜି ଆମର ଦେଖନ୍ତୁ ଏଗୁଡ଼ା ସବୁ ପାଇପ୍ ଲାଗିବ ଏ ଭିତରେ, ଏ କାମ ଚାଲିଛି ଆଜି। ଦେଖନ୍ତୁ ଏଟା ସବୁ ହୋଲ କରିକି ଏ ଭିତରେ ସବୁ ପାଇପ୍ ଲାଗିବ। ଦେଖନ୍ତୁ ଆଜି ଘର ଭିତରେ କାମ ଚାଲିଛି। ଆଉ ଆପଣମାନେ ଭିଡ଼ିଓ ରୁହନ୍ତୁ, ପ୍ରତ୍ୟେକ ଦିନ ଭିଡ଼ିଓ ଅପଲୋଡ଼ ହେଉଛି, ଡେଲି ବ୍ଲଗ ଅପଲୋଡ଼ କରୁଛି, ସପୋର୍ଟ କରନ୍ତୁ। ଆଉ ଏଗୁଡ଼ା ସବୁ ତ କାମ ଚାଲିଛି, ହୋଲ ଚାଲିଛି ଏଗୁଡ଼ାକ। ଆଜି ଯେହେତୁ ରବିବାର, ଆଜି ସମସ୍ତଙ୍କ କାମ ଛୁଟି ଅଛି, ଆମର ତ ଭାଇମାନେ ଆମେ କାମ ସାରିକି ଆସିଥିଲୁ ଏଠି ଖାଇବାକୁ। ଦେଖନ୍ତୁ ଭାତ, କଲରା ଭଜା, ଆଳୁ ଭଜା ସବୁ କିଛି ହେଇଥିଲା। ଏନା ପୁଣି ଆମେ ଖିଆପିଆ ସାରିକି ତ ଭାଇମାନେ ଏବେ ଆମର ଦେଖନ୍ତୁ ସକାଳେ ଯୋଉ ଖୋଳା ହଉଥିଲା ଏଗୁଡ଼ା ସବୁ ପାଇପ୍ ପଡ଼ି ସାରିଲାଣି। ଦେଖନ୍ତୁ ପାଇପ୍ ପଡ଼ି ସାରିକି ସେଗୁଡ଼ା ସବୁ ଆମର ସରିଲାଣି। ଏବେ ଏପଟ ସାଇଡ୍ କାମ ହଉଛି। ଦେଖନ୍ତୁ ଏବେ ଏପଟ ସାଇଡ୍ କାମ ଚାଲିଛି। ଆଉ ଖାଇସାରିକି ଆସିଲା ପରେ ଏବେ କଣ୍ଟିନ୍ୟୁସ୍ ଚାଲିଛି। ଏବେ ହେଲାଣି ଦେଖନ୍ତୁ ଟାଇମ୍ ପାଖାପାଖି, ଏବେ ଟାଇମ୍ ଦେଖିବି ଜାଣିପାରୁଥିବେ ଆପଣମାନେ, ପାଖାପାଖି ହେଲାଣି 5:30 ପ୍ଲସ୍। ତ ଏନା ଅଧଘଣ୍ଟା ଘଣ୍ଟେ କାମ ଚାଲିକି କାମ ଚାଲିବ। କାମ ଚାଲିଲେ କାମ ସାରିକି ଆମେ ଯିବୁ ପୁଣି ରୁମକୁ। ଆଉ ଆପଣମାନେ ଭିଡ଼ିଓ ରୁହନ୍ତୁ, ଡେଲି ତ ଭିଡ଼ିଓ ଅପଲୋଡ଼ କରୁଛି, ଭାଇଟା ସପୋର୍ଟ କରନ୍ତୁ। ଆଉ ଆପଣମାନେ ଭିଡ଼ିଓରେ ଦେଖନ୍ତୁ ଏଗୁଡ଼ା ସବୁ କ୍ଲିୟର ହେଇଯାଇଛି। ଦେଖନ୍ତୁ ସବୁଗୁଡ଼ା କ୍ଲିୟର ହେଇଯାଇଛି। ତାର ବସ୍ତା ବନ୍ଧାନ ଚାଲିଛି। ଏବେ ଏପଟ ସାଇଡ୍ ଖାଲି କ୍ଲିୟର ହବାର ବାକି ଅଛି। ଏପଟେ ଗଦା ବସୁଛନ୍ତି, ସବୁ ସରିଗଲାଣି। ଏଗୁଡ଼ା ସବୁ ପ୍ରାୟ ସରିଗଲାଣି, ଖାଲି ଗୋଟା ସାଇଡ୍ ଏପଟ ସାଇଡ୍ଟା ଖାଲି ଅଛି। ଏଗୁଡ଼ା ସବୁ କ୍ଲିୟର ହେଇଗଲାଣି। ଦେଖନ୍ତୁ ଆଉ ଟିକେ ଖାଲି କାମଟା ସାରି ଦେଇକି 5ଟା ଛଡ଼ା ଆସିକି ଆମେ ପୁଣି ଯିବୁ ରୁମକୁ। ଆପଣମାନେ ଭିଡ଼ିଓ ରୁହନ୍ତୁ, ଯଦି ଭିଡ଼ିଓଟା ଭଲ ଲାଗିବ ତାହେଲେ ନିହାତି ଭାବେ ସପୋର୍ଟ କରିବେ। ଭାଇମାନେ ଆଉ ପାଇପ୍ ଦିଟାର ଜରୁରତ ହେଲା ତ ଏନା ଯାଉଛି ଆମର ପୁଣି ଷ୍ଟୋର ରୁମକୁ ଯାଉଛି ପାଇପ୍ ଦିଟା ଆଣିବାକୁ। ଆଜି ଯେହେତୁ ଲୋକମାନେ କେହି କିଛି କାମ କରୁନାହାନ୍ତି, ପୁରା ସାଇଲେଣ୍ଟ, ରବିବାର ନା ଆଜି, ତ କେହି କାମ କରୁନାହାନ୍ତି। ଦବା ଆମର ଏଇ ପାଇପ୍ ଦିଟା ଯିବ, ଏଇ ପାଇପ୍ ଦିଟା ଯିବ ଆମର। ରୁହନ୍ତୁ ଆପଣମାନେ ଭିଡ଼ିଓରେ, ଭିଡ଼ିଓଟା ଯଦି ଭଲ ଲାଗିବ ତାହେଲେ ନିହାତି ଭାବେ ଜଣେଇବା ଏଇଟାକୁ। ଏବେ ଏପଟେ ହୋଲ ଦେଇ ପାଇପ୍ ଦିଟା ଗଳେଇ ଦେବି, ତାପରେ ସେପଟେ ଯାଇ ପାଇପ୍ ଗୁଡ଼ା ନେଇଯିବି। ତ ଏମିତି କିଛି କାମ ଚାଲିଛି। ଯଦି ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗୁଥିବ କିଛି ମାତ୍ରାରେ ବି, ତାହେଲେ ନିହାତି ଭାବେ ଜଣେଇବା, ଏଇଟା ସପୋର୍ଟ ମଧ୍ୟ କରିବେ।